सरस्वती व्यासं ततो जयत्मुदीरय मुखाकरोति वाचालं पङ्गुलङ्घयते गिरि यत्कृपातमहवन् ब्रह्मानन्द माधव निगमकल्पतरुर्गलितफलम् सुखमुखादमृतद्रवसंयुक्तम् पिबत भागवत रसमालय मुहुरः रसिका श्रीमं भागवत चतुर्थ स्कंद षष्ठोऽध्याय मैत्रेय उवाच रुद्रर देखि गौररण भय बाजिले देवगण शूलपटी कुन्तसर निस्तिंस गदा मृदुगर ए शस्त्र छाड़ी सर्व अंगे भय भाजिले दश दिगे भय सकल एक मेले गमिले गगन मंडले स्तन व्याकुल मन दुखे वेगे मिलिले ब्रह्मलोके ब्रह्माचरण तले पड़ी देव कहिले कर जोड़ी ब्रह्मा जे विष्णुଙ୍କ सहित ए कथा जनाती समस्ते दक्ष यज्ञ ए घटना होइब जानी विडम्बना सेई हेतुरु दुई जन यज्ञକୁ ନ କଲେ ଗମନ ଏକଥା ଦେବଗୁଣ ଶୁଣି ବ୍ରହ୍ମା କହନ୍ତି ପରିମାଣି हे देवगण शुण ଏହା ଅପରାଧରେ ଯେଉଁ କ୍ରିୟା ବଳିଷ୍ଠ ଲୋକେ ଅପରାଧ କରିବା ନୁହନ୍ତି ସାଧ୍ୟ କଲେ ଯେ ପ୍ରାଣ ରକ୍ଷା ନୁହେଁ ଅଥବା ଅମଙ୍ଗଳ ହୁଏ ଶିବଙ୍କୁ ଭାବ ଯେ ନ ଦେଲା ତାହାଙ୍କ ଠାରେ ଦୋଷ ହେଲା ସେଇ ହେତୁରୁ ଶିବ ହୋଇ କହୁଛୁ ଏଇଟା ଉପାୟ ସମସ୍ତେ ଯାଇ ତା ଚରଣୀ ପଡ଼ିଣ ପରା ପ୍ରସନ୍ନ ତାହାଙ୍କ ନାମ ଆଶୁତୋଷ ଅବଶ୍ୟ ହେବେ ସେ ସନ୍ତୋଷ ସାମାନ୍ୟ ଲୋକ ସେ ନୁହନ୍ତି କୋଟେ ସମସ୍ତେ ସେ ରହନ୍ତି ଯଜ୍ଞରୁ ଉଦ୍ଧାରିବା ପାଇଁ ତାଙ୍କୁ ପ୍ରାର୍ଥନା କର ଚାହିଁ ଆମ୍ଭେ ସକଳ ତାଙ୍କ ତତ୍ତ୍ୱ ନ ଜାଣୁ ଏହିଟି ନିଶ୍ଚିନ୍ତ କିପରି ତାହାଙ୍କ ନିକଟେ ପ୍ରାର୍ଥନା ପାଇଁ ହେବୁ ଉଦ୍ଧିତ ମୈତ୍ରେୟ ଉବାଚ ଏହିପରି ସେ ପଦ୍ମଜନି ସକଳ ଦେବ ସଙ୍ଗେ ଘେନି ଦକ୍ଷର ଯଜ୍ଞଶାଳେ ମିଳି ଦେଖନ୍ତି ବ୍ରହ୍ମା ବନମାଳି ଯଜ୍ଞ ବିନାଶୀ କୋପ ଭରେ ରୁଦ୍ର ଯେ ଗଲେ ନିଜପୁରେ ସ୍ୱଭାବେ ତେଜ ଅପ୍ରମିତ ଅନ୍ତେ ଜଗତ କରେ ଗସ୍ତ ତାହାର ତେଜ ବଳ ତଥ୍ୟ କେ ତାହା କର୍ଣ୍ଣନେ ସମସ୍ତ ତାହାରେ ଅପରାଧ କରି କେ ଅବା ଥିବେ ଦେହ ଧରି ଏବେ ସକଳ ଦେବ ଶୁଣ କେ ଜାଣେ ଈଶ୍ୱର ପ୍ରମାଣ ଚାଲ ସକଳ ସୁର ଦେବା ଏବେ ହୋ କପିଳାସ ଯିବା ରୁଦ୍ର ଚରଣେ ନମସ୍କାର ସ୍ରୋତ ସନ୍ତୋଷ ଦେବହର ଈଶ୍ୱର ଚରଣ କମଳ ଶରଣ ପଶ ଏକ ମେଳେ ମୋହର ବୋଲ ଏବେ କର ଅନ୍ୟଥା ନାହିଁଟି ନିସ୍ତାର ଯେ ଅନ୍ତ କାଳେ ଅଣ୍ଡ କୋଷେ ନିମିଷ ମାତ୍ରେ କର ଗ୍ରାସ ତାର ଚରଣେ ନ ସେବିଲେ ସେ କେବା ସଂସାରେ ଥିବ ଭଲେ ବିଶେଷ ପତ୍ନୀର ବିୟୋଗେ ସ୍ୱଭାବେ ତମ ଗୁଣ ରାଗେ କଳ୍ପିଲା ଘୋର ରଣ ରଙ୍ଗେ ଦକ୍ଷିଣ ଯଜ୍ଞ ଅର୍ଥ ଭଙ୍ଗେ କେବା ମିଳିବ ତାର ଆଗେ ମନ ତାହାର ବୈରାଗେ ଯାର ମହିମା ବିଚାରଣେ ମୋ ଆଦି ସର୍ବଦେବ ଗଣେ ଏ ଯଜ୍ଞ ଆଦି ଯେବେ ମୁନି ସକଳେ ଦେବ ତତ୍ତ୍ୱ ଘେନି କେ ଜାଣି ପାରିବ ପ୍ରମାଣ ଯେ ଦ୍ୱିତୀୟ ଦେବ ନାରାୟଣ ଏବେ ସକଳେ ଚାଲ ଯିବା ସେ ରୁଦ୍ର ଚରଣେ ପଡ଼ିବା ସ୍ତୁତି କରିବା ନାନା ମନେ ଯେମନ୍ତେ ଦୟା କର ଚିତେ ଏମନ୍ତେ କହି ପଦ୍ମଜନି ସକଳ ଦେବଗଣ ଘେନି ଆଗ୍ରେ ଚରନ୍ତି ନାରାୟଣ ଚଳନ୍ତି ନାରାୟଣ
ଯକ୍ଷ କିନ୍ନର ଋଷିଗଣ ସିଦ୍ଧଚାରଣ ପିତୃତୁଲେ ସର୍ବେ ଚଳିଲେ ବ୍ରହ୍ମା ବୋଲେ। ଈଶ୍ୱର ଦର୍ଶନ ଆସେ ମିଳିଲେ ଅପିଳାସ ଦେଶେ। ଯେ ବନେ ବସେ ସଦା ଶିବ ତାହା ମହିମା କେ କହିବ। ବୃକ୍ଷ ଔଷଧ ତପୋବନେ ଯେ ଯୋଗ ସିଦ୍ଧ ଯୋଗୀ ପଥେ। ଦକ୍ଷ କିନ୍ନର ବିଦ୍ୟାଧର ଗନ୍ଧର୍ବ ମୁନି ଅପସର। ସର୍ବେ ପଶନ୍ତି ସିଦ୍ଧ ବନେ ତରୁ କ୍ରୋଟରେ ଯୋଗ ଧ୍ୟାନେ। ଅଶେଷ ମଣି ରତ୍ନ ରେଖେ ଶୃଙ୍ଗ ବିରାଜେ ଗିରି ଶିଖେ। ଦେହ ବିରାଜେ ନାନା ଧାତୁ କିଏ ଆନନ୍ଦ ରୂପ ହେତୁ। ବିରାଜେ ନାନା କୁଞ୍ଜଲତା କେ ତାଙ୍କ ବର୍ଣ୍ଣନେ ସାମରଥା। ଆନନ୍ଦେ ମହେଶ୍ୱର ବେଶେ କ୍ରୀଡ଼ନ୍ତି ନାନା ପଶୁର ସେ। ଅନେକ କଦମ୍ବ ଗମ୍ଭୀରା ବହନ୍ତି ପ୍ରସ୍ରବଣ ଧାରା। ରମଣ ବେଳେ ନାରୀ ଗଣେ ରମନ୍ତ ଯେ ଯାହାର ରମଣେ। କୋକିଳ କେକି ନାଦ ବାଣୀ ଯେ ଶନେ ମନୋହର ଶୁଣି। କୋମଳ କଣ୍ଠେ ପଶୁ ଗଣେ ନାଦ କରନ୍ତି ଘୋର ବନେ। ମତ ମାତାଙ୍କ ବହୁ ମେଳେ ଗର୍ଜନ୍ତି ହ୍ରଦ ନଦୀ ଜଳେ। ମନ୍ଦାର ପାରିଜାତ ଦ୍ରମେ ସରଳ କବିଦାର ମନେ। ତମଳା ଶାଳ ତାଳ ବନ ପ୍ରମୁଖ ସ୍ୱଭାବ ଅସନ। ଆମ୍ବ କଦମ୍ବ ନାଗେଶ୍ୱର ପୂର୍ଣ୍ଣାଙ୍ଗ ରମ୍ଭା କରବୀର। କୁମୁଦ ଉତ୍ପଳ କହ୍ଲାର ପାଟଳି ଶୋକ ଗନ୍ଧସାର। କବୁଳ କୁନ୍ଦ କୁରୁବକ ସମ୍ପୂର୍ଣ୍ଣ କର୍ଣ୍ଣ ସତରେକ। ଚିରବେଣୁକୁ ଜାତି ଯୁଥ ସାଧିବି କନିଅର ବେତ। ପନସ ଉଦୁମ୍ବର ପ୍ଲକ୍ଷ ବଟ ତିନ୍ଦୁକ ବହୁ ଦ୍ରକ୍ଷ। ଅଗସ୍ତି ପୂର୍ଣ୍ଣାଙ୍ଗ ଚମ୍ପକ ଜମ୍ବୁ ଖଞ୍ଜିର ସଫରିକ। କାସୁରୀ ଆମ୍ରାତକ ବନ ଦେଖନ୍ତେ ମୋହେ ପ୍ରାଣୀ ମନ। ବୃକ୍ଷ ଅଛନ୍ତି ନାନା ବ୍ରନେ ଶୋଭନ କପିଳାସ ସ୍ଥାନେ। ଗମ୍ଭୀର ନାଦ କୋଳାହଳ କ୍ରୀଡ଼ନ୍ତି ନାନା ଜୀବକୁଳ। ମୃଗ ବାନର କ୍ରୋଟ ଯୂଥ ସିଂହ ଭଲକ ସମଯତ୍ର। ଗବୟ ବ୍ୟାଘ୍ର ରକ୍ଷ ଦଳ ଗୋରୁ ମହିଷ ଶଶାକୁଳ। ଅନ୍ୟା ଯେ ମୃଗ ନାଭ ଆଦି ବସନ୍ତି ବାସ ଦକ୍ଷ ବେଦୀ। ସୁନ୍ଦର ସୋହେ ରମ୍ୟ ବନ ଦେଖନ୍ତେ ମୋହେ ପ୍ରାଣୀ ମନ। ନଦୀ ଯେ ନଦ୍ୟାଶୟ ବେନି ସ୍ୱଭାବେ ପୁଣ୍ୟତର ପ୍ରାଣୀ। ପ୍ରେମନ୍ତେ ବିଶ୍ୱନାଥ ବନ ଦେଖି ସାନନ୍ଦ ଦେବଗଣ। ମନେ ବିସ୍ମୟ ପାଇ ବେଗେ ତେବେ ଦେଖନ୍ତି ଉଚ୍ଚ ଦିଗେ। ତାର ଉତ୍ତର କୂଳେ ଯାଇ ଅଳକା ପୁରୀକୁ ଅନାଇ। ସୁଗନ୍ଧ ନାମ ବନ ଯହିଁ କୋମ ପଙ୍କଜ ବିରାଜଇ। ନନ୍ଦା ଅଳଙ୍କା ନନ୍ଦା ନଦୀ ବହନ୍ତି ବାମ ଦକ୍ଷ ଭେଦୀ। ବିଷ୍ଣୁ ଚରଣ ରଜ ଲାଗି ସେଦିନ ନଦୀ ସ୍ୱଭାବେ ସୌଭାଗ୍ୟ। ଯେ ନଦୀ ଜଳେ ସୁର ନାରୀ ରମନ୍ତି ନାନା କ୍ରୀଡ଼ା କରି। ଉଚ୍ଚ କୁଙ୍କୁମ ଜଳେ ବିଶେ ସ୍ୱଭାବେ ସୁବିଚିତ ଦିଶେ। ପରିଣୀ ତୁଲେ ହସ୍ତିବନ ନିତ୍ୟ ପିବନ୍ତି ଯାର ଜଳ। ସେ ନଦୀ ତାରେ ଉପଗତ ରତ୍ନ ବିମାନ ଯୂଥ। ପୁଣ୍ୟ ଜନିତ ପରିମଳ ତେଣୁ ପୂରିତ ଗଙ୍ଗା ଜଳ। ତଡ଼ିସ ଯେହ୍ନେ ନୀଳ ମେଘେ ସୁଶୋଭା କାନ୍ତି ଦଶ ଦିଗେ। ଏମନ୍ତେ କୁବେର ନଗରୀ ସୁଗନ୍ଧ ବନ୍ଧ ଆଦି କରି।
ଯେ ବୃକ୍ଷ କାମଧେନୁ ପ୍ରାୟ ଫଳ ପଲ୍ଲବ ମାନ ସୋହେ। କୋମଳ କଣ୍ଠନାଦ ପକ୍ଷୀ ଭୃଙ୍ଗ ଶବଦ ଯାଇ ଅଛି। ଜଳେ ଚରନ୍ତି ପକ୍ଷୀ ଗଣେ କ୍ରୀଡ଼ା କରନ୍ତି ପଦ୍ମବନେ। ହରିଚରଣେ ବାୟୁ ସଙ୍ଗେ ମତ ମାତଙ୍ଗ ରଣ ରଙ୍ଗେ। ବୈଦୁଜ୍ୟମଣି କୂପସ୍ଥାନେ ନିବୈଡ଼ ବନ୍ଧନ ସୋପାନେ। ସ୍ୱଭାବେ ଉତ୍କଳ ମାର୍ଜନୀ ବିରାଜେ ମନ୍ଦ ଗୁଣ ଘେନି। ଯେ ବନେ ଜନ୍ମ ବଟ ବୃକ୍ଷ ଜହ୍ନି କିନ୍ନର ଗଣ ରକ୍ଷ। ଗଣେ ଯୋଜନ ଉଚ୍ଚ ବହେ ସୁନ୍ଦର ରୂପ ଜନ ମୋହେ। ଏ ବୃକ୍ଷ ଛାୟା ଦେହେ ଲାଗେ ପ୍ରାଣୀଏ ହନ୍ତି ସୁଖ ଭାଗୀ। ମନ୍ତ ସର୍ବଦେବ ମାନେ ମିଳିଲେ ଈଶ୍ୱରଙ୍କ ସ୍ଥାନେ। ଦେଖନ୍ତି ବଟ ବୃକ୍ଷ ମୂଳେ ନିବିନ୍ଦ ଆସନ ନିଶ୍ଚଳେ। ସନକ ଆଦି ସପ୍ତ ମୁନି ସଙ୍ଗେ ଅନେକ ଶିଷ୍ୟ ଘେନି। ଗୃହ୍ୟଙ୍କ ରକ୍ଷକ ଅନେକ ସେ ଭକ୍ତି ଯୋଗ ଉପାସକ। ବିଦ୍ୟା ତପସ୍ୟା ଯୋଗ ଆଦି ସକଳେ ଖଟନ୍ତି ସବିଧି। ବିଶ୍ୱ ହୃଦୟ ଯା ମହିମା ସର୍ବମଙ୍ଗଳ ଏକ ସୀମା। ସେ ପୁଣି ଅଭିଷିକ୍ତ ଅଙ୍ଗେ ଯାର ଶରୀର ସିଦ୍ଧ ଲିଙ୍ଗେ। ଜଟା ଅପର୍ଣ୍ଣେ ଭସ୍ମ ଦଣ୍ଡ ଯଥା ରଚିତ ଇନ୍ଦୁଗଣ୍ଡ। କୋଶ ଦୁଦୁରା ମଧ୍ୟ ବସେ ପରମ ବ୍ରହ୍ମ ଯେ ପ୍ରକାଶେ। ନାରଦ ମୁନି ଚାହିଁ ଧୀରେ ବଚନ କହନ୍ତି ଶ୍ୱଶୁରେ। ଦକ୍ଷିଣ ଜାନୁର ଉପରେ ବାମ ଚରଣ ସ୍ଥାପି ଧୀରେ। ଚାହାନ୍ତି ବେନି କାହୁ ବଳେ ଅରୁଣ ବର୍ଣ୍ଣ ଘେନି ଡୋଳେ। ସ୍ୱଭାବେ ତର୍କ ମୁଦ୍ରା କରି ଯେ ରୂପେ ସଂସାର ସଂହରି। ନିଶ୍ଚଳ ସମାଧି ସାରଣ ଦେଖିବେ ସର୍ବଜୀବ ଗଣ। ସର୍ବ ଋଷିଙ୍କ ସଙ୍ଗ ମେଳେ ଇନ୍ଦ୍ରାଦି ଦଶ ଦିଗ ପାଳେ। ବ୍ରହ୍ମା ସହିତେ ସର୍ବଜନ ଚାହିଁଲେ ରୁଦ୍ରଙ୍କ ବଦନ। ଜୟ ଶବଦ କରି ତୁଣ୍ଡେ ରୁଦ୍ର ଚରଣେ ନମି ମୁଣ୍ଡେ। ଯେ ହରି ମନୁଙ୍କର ମନୁ ଭକ୍ତ ଚରଣେ କାମଧେନୁ। ତାର ଚରଣ ତଳେ ଯାଇ ସକଳେ ଶିରେ ହସ୍ତ ଦେଇ। ନମିଲେ ଈଶ୍ୱର ଚରଣେ ଦେବ କିନ୍ନର ଋଷି ଗଣେ। ଆନନ୍ଦେ ବ୍ରହ୍ମ ନାରାୟଣ ନମିଲେ ରୁଦ୍ରଙ୍କ ଚରଣ। ସ୍ୱଭାବେ ମନ୍ଦ ମନ୍ଦ ହସ୍ତି ଅମୃତ୍ୟ ବାକ୍ୟ ମନ ତୋଷି। ବ୍ରହ୍ମା କହନ୍ତି କର ଯୋଡ଼ି ଚରଣେ ପୂର୍ଣ୍ଣ ପୂର୍ଣ୍ଣ ପଡ଼ି। ବ୍ରହ୍ମବାଚ ତୁ ନାଥ ଜଗତ ଈଶ୍ୱର ସଂସାର ତୋର ଖେଳ ଘର। ତୁ ଏ ଜଗତ ଜୀବ ଜ୍ୟୋତି ସୃଷ୍ଟି ସଂହାରୁ ମାୟା ଘେନି। ତୁ ନାଥ ଜଗତ ଈଶ୍ୱର ନିର୍ଲୋକ ବ୍ରହ୍ମ ନିରାକାର। ତୁ ଶିବ ଶକ୍ତି ରୂପ ଧରି ସଂସାର ଖେଳ ଘର କରି। ସୃଷ୍ଟି ପାଳିତ କରୁ ଅନ୍ତ ବିଶ୍ୱ ସଂସାରେ ବିଶ୍ୱନାଥ। କ୍ରୀଡ଼ା ବିହାର ମାୟା ଧରି ତୁ ଖେଳୁ ମାୟା ଭାବ କରି। ସେ କାହିଁ ସମ୍ପାଦିତ ତୋଳେ ତେଣୁ ଭ୍ରମନ୍ତି ଏ ଜଗତେ। ଧର୍ମାର୍ଥ କାମ ଯହିଁ ଝରେ ଯେ ଯଜ୍ଞ ଧେନୁ ରୂପ ଧରେ। ତୁ ଯାହା ଅର୍ଚିଲୁ ଜଗତେ ସଂସାର ଭ୍ରମଣି ନିମନ୍ତେ। ସେ ମାୟା ସଂସାର ବଦନେ ଯନ୍ତ୍ରିତ ହୋଇ ମହାଜନେ। କଳ୍ପନ୍ତି ନାନା କର୍ମ ବିଧି ତୁମ୍ଭେନ ସକଳ ପ୍ରସିଦ୍ଧି। ସର୍ବମଙ୍ଗଳ କର୍ମ ଫଳ ତୁ ସେ ଅନାଦି ଆଦି ମୂଳ। ଅମଙ୍ଗଳ କୃତ୍ୟ ତୁ ହେଉ ଧର୍ମକୁ ସର୍ବକାଳେ ବହୁ। ସେ ସାଧି ଜନ କର୍ମ କରି ଭାବ ପ୍ରଭାବ ମୋହ ଭରି। ସେ ଫଳ ତୋର ପାଦେ ଦିଅନ୍ତି ମାୟା ପଟଳୁ ତରି ଯାନ୍ତି। ସେ ଲୋଭ ବସେ ତାହା ଚିନ୍ତି ପଶୁଙ୍କ ପ୍ରାୟ ସେ ଭୁଜନ୍ତି। ତୋତେ ନ ଜାଣି ପ୍ରଜାପତି ଦୁର୍ମତି ଲଭିଲା ଦୁର୍ଗତି। ଆମ୍ଭର ଭକ୍ତି ଚିତ୍ତେ ଧର ଏହାଙ୍କୁ ପ୍ରତିକାର କର। ଏ ପ୍ରାଣୀ ଯଜ୍ଞଶାଳେ ମଲା ସଂସାର ଯଶ ଯେ ରହିଲା। ଏବେ ମୋହର ଭୋଳ କର ଏହାର ଯଜ୍ଞ ତୁ ଉଦ୍ଧାର। ଏ ସଙ୍ଗେ ତୋ ଭାବ ନ କଲେ ଏଣୁ ଜୀବନ ଧାଇଁ ମଲେ। ଏହାଙ୍କୁ ଦଣ୍ଡ ଏ ଚଳିତ ଯେଣୁ ନିନ୍ଦିଲେ ବିଶ୍ୱନାଥ। ଏବେ ତୁ ଏହାକୁ ବଞ୍ଜାଅ ଭୃଗୁଣ ଚକ୍ଷୁ ଦାନ ଦିଅ। ଭୃଗୁର ଦାଢ଼ି ଏବେ ରୋମ
ସୁଷମ ଦଣ୍ଡ ପାଟି ସ୍ଥାନ। ତୋହର ଶସ୍ତ୍ରବର ଶୁଣେ ଭୟ ଭଜିଲେ ଦେବଗଣେ। ତୋ ତ୍ରାସେ ବିଚ୍ଛିନ୍ନ ଭିନ୍ନ ହୋଇ ପଳାଇ ଗଲେ ଯହିଁ ତହିଁ। ତ୍ରିଜଗଣରେ ସେହି ମତ ତାହାଙ୍କୁ ରଖ ବିଶ୍ୱନାଥ। ଯଜ୍ଞତ ରୁଦ୍ର ଭାଗବତ ସେ ସାଧିବ ମନ୍ତ୍ର ଉପଦେଶେ। ଏମନ୍ତ କହି ପଦ୍ମଜନି ମିଳିଲେ ଦେବଗଣ ଘେନି। ସେ ରୁଦ୍ର ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଶ୍ରୀମଦ୍ ଭାଗବତମ୍ ଅଖଣ୍ଡ ଧର୍ମସ୍ୟ ଶତାୟ ବୈଶିଷ୍ଟ୍ୟ ଚତୁର୍ଥ ସ୍କନ୍ଧେ ରୁଦ୍ର କୋପ ପ୍ରଶମନେ ନାମ ଷଷ୍ଠ ଅଧ୍ୟାୟ।